ପିଲାଙ୍କର ଏଣ୍ଟ୍ରାନ୍ସ ସରିବା ପରେ ଗୋଟେ ମନରେ ଦ୍ୱନ୍ଦ୍ୱ ରହୁଛି କି ସାରେ କଟଅଫ୍ ଏଥର ଲୋ ଯିବ କି କ୍ୱେଶ୍ଚନ୍ ହାର୍ଡ଼ ପଡ଼ିଥିଲା ଏବଂ ଆମେ କେମିତି ୟୁନିଭର୍ସିଟି ବା କଲେଜ ପାଇବୁ, ଯେତେ ବି ମାର୍କ କମ୍ ରହୁ କି ବେଶୀ ରହୁ, ଏହାପରେ ନେକ୍ସଟ ପ୍ରୋସେସ୍ କ'ଣ ରହିବ। ତ ସେଇ ସବୁ ରିଗାର୍ଡ଼ିଂ ଗୋଟେ ଡିଟେଲ୍ସ ମୁଁ ଏଠାରେ ତୁମକୁ ପ୍ଲାନିଂ ଦେବି, ଯାହାକୁ ତୁମେ ଦେଖିଲେ ନିଜ ମନରେ ଥିବା କିଛିଟା ଡାଉଟ୍ କ୍ଲିଅର୍ ହେଇଯିବ ଏବଂ ଆଗକୁ ଆଗକୁ କ'ଣ ହେବ ସବୁ ତୁମମାନେ କ୍ଲିଅରଲି ଜାଣିପାରିବ। ତ ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଦ୍ୱାରା ସବୁକିଛି ଖୁବ୍ ସହଜରେ ସମ୍ପୂର୍ଣ୍ଣ ଓଡ଼ିଆରେ କେବଳ ଆମ ଚ୍ୟାନେଲରେ ବୁଝିପାରିବେ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ଦେଖ ପିଲାମାନଙ୍କର ଦିଗରେ ପିଲାମାନଙ୍କର ଯେଉଁଟା ସୁଇଟେବୁଲ୍ ହେବ ସେଇ ଦିଗରେ ଆମେ ସବୁବେଳେ କାମ କରୁଛୁ ଏବଂ କରି ଆସୁଅଛୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କରାଯିବ। ତୁମର ନେକ୍ସଟ ଆମର CPT ଏଣ୍ଟ୍ରାନ୍ସ ବହୁତ ପିଲାଙ୍କର ସରିଲାଣି, ବହୁତ ପିଲା ବି ଆଗକୁ ଦେବେ। ଯାହା ବି ହେଉ, ଯେଉଁମାନଙ୍କର ସବୁ କମ୍ପ୍ଲିଟ୍ ହେଇଗଲାଣି ସେମାନଙ୍କ ମନରେ ଦ୍ୱନ୍ଦ୍ୱ ରହୁଛି କି ସାର୍ ହାର୍ଡ଼ ପଡ଼ିଲେ କ୍ୱେଶ୍ଚନ୍ ଲୋ କଟଅଫ୍ ଯିବ କି। ନିଶ୍ଚିତ ଭାବରେ ଯାହାର ହାର୍ଡ଼ କ୍ୱେଶ୍ଚନ୍ ରହିବ ତାଙ୍କର ଲୋ କଟଅଫ୍ ଯିବ ଏବଂ ସେଇଟା ର୍ୟାଙ୍କ ଆସିଲା ପରେ ହିଁ ଜଣାପଡ଼ିବ। ବର୍ତ୍ତମାନ ତୁମେ କହିଦେଲେ ହାର୍ଡ଼ ହେବନି କି ମୁଁ କହିଦେଲେ ହାର୍ଡ଼ ହେବନି କି ଆଉ କିଏ କହିଦେଲେ ହାର୍ଡ଼ ହେବନି, ଠିକ୍ ଅଛି। ସେଇଟା ର୍ୟାଙ୍କ ବାହାରିଲା ପରେ ଜଣାପଡ଼ିବ। ପିଲା ହାର୍ଡ଼ ହେଲେ ବି ରାମବାଣ ପ୍ରୟୋଗ କରିକି ନେଇ ଆସୁଛନ୍ତି ମାର୍କ, ଠିକ୍ ଅଛି। ଢାବା କାହାର କ'ଣ ବାଜି ହେଉଛି ପ୍ରତିବର୍ଷ ଏମିତି ପିଲା ହୋ ହାଲ୍ଲା ହେଉଥିବେ ହାର୍ଡ଼ ଅଛି ଆଣିଲା ବେଳକୁ 70, 75, 60, 65 ଏମିତି ନେଇ ଆସିଥିବେ 80ରୁ, ଠିକ୍ ଅଛି। ବହୁତ ପିଲାଙ୍କର ଢାବା ଗାର୍ଲୁ ବାଜି ଯାଇଥାଏ। ତ ସେ ଅନୁସାରେ ର୍ୟାଙ୍କ ଆସିଲେ ସେସବୁ ଜଣାପଡ଼ିବ। ବର୍ତ୍ତମାନରୁ କେହି ବ୍ୟସ୍ତ ହେବା ଦରକାର ନାହିଁ। ଯଦି ବି ତୁମର ହାର୍ଡ଼ ଥିବ, ସବୁ ପିଲାଙ୍କୁ ହାର୍ଡ଼ ଲାଗିଥିବ, ପିଲା ଯଦି କରିପାରିନଥିବେ, ମାର୍କ କମ୍ ଆସିବ ତୁମର ଲିଷ୍ଟରେ, ତାହେଲେ ତୁମେ ଜାଣିପାରିବ ସେଇ କେସ୍ରେ ତୁମର ଲୋ କଟଅଫ୍ ଯିବ, ଠିକ୍ ଅଛି। ନହେଲେ କହିହେବନି, କାହିଁକିନା ମାର୍କ ଯେପର୍ଯ୍ୟନ୍ତ ନ ବାହାରିଛି ସେତେବେଳେ ଯାଇ କିଛି କହିହେବନି, କାହିଁକିନା ବହୁତ ପିଲା ନେଇ ଆସନ୍ତି, ଠିକ୍ ଅଛି। ତୁମେ ହାର୍ଡ଼ ହେଉଥିବ କିନ୍ତୁ ପିଲା ନେଇ ଆସିଥିବେ ମାର୍କ, ଠିକ୍ ଅଛି। ତାପରେ ତୁମେ ବି ଯେଉଁଗୁଡ଼ାକ ଦେଖୁଥିବ ପୋଲ୍ ଯେଉଁଗୁଡ଼ାକ ମୁଁ କରୁଛି ଟେଲିଗ୍ରାମରେ ଦେଖିପାରୁଥିବ, ତୁମେ ଭାବୁଛ ହାର୍ଡ଼ କିନ୍ତୁ ପିଲା ମାର୍କ ନେଇ ଆସିଛନ୍ତି 65, 60 ଏଭବ, 70 ଏଭବ ନେଇ ଆସିଛନ୍ତି ପିଲା ଉଠେଇକି। ଯେଉଁଟା ହାର୍ଡ଼ କହୁଥିଲ ତୁମର ଓଡ଼ିଆ ହଉ ଆଉ ଜୁଲୋଜି ହଉ, ଯେଉଁଟା ତୁମର କମ୍ପ୍ଲେନ୍ ରହୁଥିଲା ସେଇଟା ପିଲା ବି ନେଇ ଆସିଛନ୍ତି ମାର୍କ। ଆଉ ବାକି ପିଲା ବି କିଛି ନେଇ ଆସିବେ, ଯେଉଁଟାକି ତୁମେ ଦେଖିପାରିବ ସେମାନଙ୍କର ରେଜଲ୍ଟ ଆସିଲା ପରେ। ତୁମେ ଅଫିସିଆଲ୍ ଯେଉଁ ଆନ୍ସର୍ କି ଆସିନାହିଁ ତୁମେ ଏଣୁ ତେଣୁ ମିଳଉଛ, ୟା ପାଖରୁ ତା ପାଖରୁ ଆଣିକି ଆନ୍ସର୍ ମିଳଉଛ, ବାକି କ'ଣ ଭୁଲ କରିଦେଇଥିବ ତ ତୁମେ ତାକୁ ଦେଖିକି ବିବ୍ରତ ହେଉଛ। ସେଇଟା ତୁମର ଯେତେବେଳେ ଅଫିସିଆଲି ରେଜଲ୍ଟ ଆସିଯିବ ତୁମେ ଦେଖିପାରିବ ତୁମେ କମ୍ ଭାବୁଥିବ ତୁମର ଅଧିକା ଆସିଥିବ। ବାକି ବି ମନେ ମନେ ଗୋଟେ ପିଲା ଥାନ୍ତି ସିଏ ଯାହା କରିଥିବେ ଭାବୁଥିବେ ସେଇଟା ହିଁ ଠିକ୍, ଅନ୍ୟ ସାଙ୍ଗମାନଙ୍କ ସହିତ ଯୁକ୍ତି କରୁଥିବେ, ନା ଏଇଟା ହେବନି, ଏଇଟା ମୁଁ କରିଛି ଏଇଟା ଠିକ୍ ହେବ। ସେସବୁ ପିଲାଙ୍କର ବି ଯେତିକି ଭାବୁଥିବେ ତାଠୁ କମ୍ ଆସିବ, ଠିକ୍ ଅଛି। ତ ଏଇଟା ଦେଖିବା ପରବର୍ତ୍ତୀ ସମୟରେ ତୁମର ର୍ୟାଙ୍କ ଆସୁ, ତା ପାଇଁ କେହି ବ୍ୟସ୍ତ ହେବା ଦରକାର ନାହିଁ। ବର୍ତ୍ତମାନ ପର୍ଯ୍ୟାୟରେ ତୁମର ଫାଷ୍ଟ ଏଣ୍ଟ୍ରାନ୍ସ ଦେଲ, 10-15 ଦିନ ଭାରି ଖୁବସେ ଯେତେ ଇଚ୍ଛା ସେତେ ବୁଲି ଚାଲ, କାହିଁକିନା ତୁମର ଆଡ଼ମିସନ୍ ହେବ ପଳେଇବ। କାହିଁକିନା PG ଆଡ଼ମିସନ୍ଟା +3 ଆଡ଼ମିସନ୍ କି +2 ଆଡ଼ମିସନ୍ ନିଏ ଯେ ନିଜ ଗାଁ ପାଖ ଏରିଆରେ ପଢ଼ିବ। PG ଆଡ଼ମିସନ୍ଟା କାହାକୁ ନେଇକି ମୟୂରଭଞ୍ଜ ସାଇଡ଼ରୁ ବା ଭଦ୍ରକ ବାଲେଶ୍ୱର ଏପଟ ସାଇଡ଼ରୁ ନେଇ କୋରାପୁଟରୁ ପକାଇଦେବ, ତ କେଉଁଠି କୋରାପୁଟ ମାଲକାନଗିରି ପିଲାଙ୍କୁ ଆଣିକି ଏପଟରେ ପକାଇଦେବ, ଠିକ୍ ଅଛି। ଆଡ଼ମିସନ୍ ପ୍ରୋସେସ୍ଟା ଏମିତି ମାନେ ଏପଟ ସେପଟ ପୁରା କରିଦେବ, ପୁରା ଅଲ୍ ଓଡ଼ିଶା ଘୁରେଇ ଆଣିବ ତୁମକୁ, ଠିକ୍ ଅଛି। କାହାର ମାର୍କ କାହାର ର୍ୟାଙ୍କ ସାଥ ଦେବ ତ ନିଜ ଏରିଆରେ ପଢ଼ିବ, କାହାର ସାଥ ନ ଦେବ ଯାଇକି ଦୂର ଦୂର ପକାଇଦେବ, 400, 500, 600 କିଲୋମିଟର, 800 କିଲୋମିଟର, 1000 କିଲୋମିଟର ଦୂରରେ ପକାଇଦେବ ନେଇକି, ଠିକ୍ ଅଛି। ପଢ଼ିବା ପାଇଁ ତ ଯିବାକୁ ପଡ଼ିବ, କାହିଁକିନା ବହୁତ ପିଲା ବି ଯାଆନ୍ତି, ନହେଲେ ବସିଲା ମାନେ ତୁମର କ୍ୟାରିୟରଟା ବର୍ବାଦ ହେଇଯାଉଛି ଆଗକୁ। ତୁମର ଫାଷ୍ଟ ପ୍ରୋସେସ୍ ରହିବ ତୁମର ଖାତା ଦେଖା ଚାଲିବ, ଦେଖା ହେଇକି ତୁମର ରେଜଲ୍ଟ ପବ୍ଲିକେସନ୍ କରାଯିବ ବହୁତ ଜଲ୍ଦି, ଠିକ୍ ଅଛି। ଏଇ ମାସ ଭିତରେ ହିଁ ରେଜଲ୍ଟ ପବ୍ଲିଶ ହେଇଯିବ। ହେଲା ପରେ ପିଲାମାନେ କ'ଣ କରିବେ ନା ଏଇ ମାସ ବି କ୍ୟାରିୟର ମାର୍କ ଅପଲୋଡ଼ କରିଦେବେ, +3ର ମାର୍କ, ଠିକ୍ ଅଛି। ଆଉ କାଷ୍ଟ ଇନକମ୍ ରେସିଡେଣ୍ଟ ଯେଉଁ ବି ଦେଇନାହାନ୍ତି ସବୁ ଅପଲୋଡ଼ କରିଦେବେ। କରିଦେଲା ପରେ ତୁମର ଫାଇନାଲି ର୍ୟାଙ୍କ ଆଉ ମାର୍କ ପଳେଇ ଆସିବ ଏଇ ମାସ ସୁଦ୍ଧା। ଆସିଗଲେ ତୁମର ନେକ୍ସଟ କ'ଣ ହେବ ନା ପିଲାମାନଙ୍କୁ ଗୋଟେ ଦିଆଯିବ ସୁଯୋଗ, ସେମାନେ ଯେଉଁଠି ପଢ଼ିବାକୁ ଚାହୁଁଛନ୍ତି ନିଜର ମେରିଟ୍ ବେସିସ୍ରେ, ଠିକ୍ ଅଛି। ମାନେ ସେମାନଙ୍କର ର୍ୟାଙ୍କ ଆଉ ମାର୍କ ବେସିସ୍ରେ ସେମାନେ କଲେଜ ସିଲେକ୍ସନ୍ କରିବେ, ଯେଉଁଟାକୁ କୁହାଯିବ କାଉନସିଲିଂ, ସେଣ୍ଟ୍ରାଲାଇଜ୍ କାଉନସିଲିଂ ପ୍ରୋସେସ୍ ମାଧ୍ୟମରେ ପିଲାମାନଙ୍କୁ ସିଲେକ୍ସନ୍ କରାଯିବ। କରାହେଇକି
ତା ଦେହରେ ବହୁତ ରୁଲ୍ସ ରେଗୁଲେସନ୍ ଅଛି, ତାକୁ ସାଧାରଣ ପିଲାମାନେ ପ୍ରଥମେ ବୁଝିପାରିବେନି। ଯେଉଁମାନେ ସବୁ ଭିଡ଼ିଓ ଦେଖିବେ ପ୍ରତିଦିନ, କାହିଁକିନା କୌଣସି ଚ୍ୟାନେଲରେ ଠିକ୍ ଇନଫର୍ମେସନ୍ ଦିଆଯାଏ ନାହିଁ, ତ ତା ପ୍ରତି ସତର୍କ ରହିବ। ବହୁତ ପିଲା ତୁମକୁ ବହୁତ ଛୋଟ ଛୋଟ ପିଲା ସବୁ ଭିଡ଼ିଓ ଯେଉଁମାନେ କରୁଛନ୍ତି ଭୁଲ୍ ଭାଲ୍ କହିଦେବେ, ତୁମର ଅର୍ଡ଼ରିଂ ଭୁଲ୍ କରିଦେବେ, ଯାହାଦ୍ୱାରା ତୁମେ ଫ୍ୟୁଚରରେ ହଇରାଣ ହେଇଯିବ। ଟିକେ ଭୁଲ୍ ପାଇଁ ତୁମେ ପ୍ରୋବ୍ଲେମରେ ଫସିଯିବ। ତ ସେ ଅନୁସାରେ ଆମର କାଉନସିଲିଂ ପ୍ରୋସେସ୍ ଭିଡ଼ିଓ ଯେତେ ବି ସବୁ ଆସିବ ତାକୁ ଭଲସେ ମନ ଧ୍ୟାନ କର୍ଣ୍ଣ ଦେଇକି ଶୁଣିବେ, ତାପରେ ଯାଇକି ତୁମେ କାଉନସିଲିଂ ପ୍ରୋସେସ୍ରେ ପାର୍ଟିସିପେଟ୍ କରିବେ। ଠିକ୍ ଅଛି, ଫାଷ୍ଟରୁ ଜଲ୍ଦି ତରବର ହେଇକି କିଏ କ'ଣ କହିଦେଲା କାଉନସିଲିଂରେ ଭାଗ ନେବ ନାହିଁ। ସବୁ ଜିନିଷଟା ବୁଝିବ, ଜାଣିବ, ଶୁଣିବ, ତାପରେ ଯାଇକି କାଉନସିଲିଂରେ ଭାଗ ନେବ। କାଉନସିଲିଂରେ ଭାଗ ନେଲା ପରେ ତୁମର ସେଣ୍ଟ୍ରାଲାଇଜ୍ ପ୍ରୋସେସ୍ ମାଧ୍ୟମରେ ତୁମର କାଉନସିଲିଂ କରାଯିବ। କରାଗଲା ପରେ ତୁମର କାହାର କେଉଁଠି ସିଲେକ୍ସନ୍ ଆସିବ, ସେଇ ବେସିସ୍ରେ ତୁମର ବହୁତ ସାରା ତୁମର ନୂଆ ସିଷ୍ଟମ୍ ଆସିଛି। ସ୍ଲାଇଡ୍ ହେଉ, ଫ୍ଲୋଟ୍ ହେଉ, ଫ୍ରିଜ୍ ହେଉ, ଠିକ୍ ଅଛି, ଅଟୋ ସ୍ଲାଇଡ୍ ହେଉ, ଅଟୋ ଫ୍ରିଜ୍ ହେଉ, ଏମିତି ବହୁତ ସାରା ଜିନିଷ ତୁମର ନୂଆ ସବୁ ଜିନିଷ ଆଡ଼୍ ହେଉଛି। ତ ସେଗୁଡ଼ାକ ସବୁ କେମିତି କ'ଣ କରିବେ, କ'ଣ ନାହିଁ, କ'ଣ କରିଦେଲେ ଭୁଲ୍ ଟିକେ ଫ୍ୟୁଚର୍ ବର୍ବାଦ ହେଇଯିବ। ତ ସବୁଗୁଡ଼ାକୁ ଆମେ ନଜରରେ ରଖିକି ଆଗାମୀ ସମୟରେ କାଉନସିଲିଂ ବେଳେ ହେଲ୍ପ କରିବା। ଗୋଟେ 1 to 1 ହେଲ୍ପ କରାଯିବ ସବୁ ପିଲାଙ୍କୁ। ଯିଏ ବି ସବୁ ଭିଡ଼ିଓ ଦେଖୁଛ ପ୍ରତିଦିନ ଏବଂ କମେଣ୍ଟ କରୁଛ, ସେଇମାନଙ୍କୁ ହେଲ୍ପ କରାଯିବ। କାହିଁକିନା ମୁଁ ତାଙ୍କୁ ଚିହ୍ନିକି ରଖୁଛି ନା, କେଉଁ ପିଲାମାନେ ରେଗୁଲାରଲି ଦେଖୁଛନ୍ତି, କି ପିଲା ରେଗୁଲାରଲି ଦେଖୁନାହାନ୍ତି। ତାପରେ ତୁମର କାଉନସିଲିଂ ପ୍ରୋସେସ୍ ସରିଲା ପରେ କେମିତି କ'ଣ ଆଡ଼ମିସନ୍ କରିବ, କେତେ ଟଙ୍କା ଦେବାକୁ ପଡ଼ିବ, ସେ ସବୁ ରିଗାର୍ଡ଼ିଂ ଡିଟେଲ୍ସ ଆମେ କଥା ହେବା। ଏବଂ କେମିତି କାଉନସିଲିଂ କଲେ କମ୍ ମାର୍କ ରହିଲେ ବି ଭଲ ଜାଗାରେ ତୁମେ ଲାଷ୍ଟ ପର୍ଯ୍ୟନ୍ତ ସିଟ୍ ପାଇପାରିବ। ଠିକ୍ ଅଛି, ତା'ର ଅର୍ଡ଼ରିଂ ବି ସବୁ କୁହାଯିବ। ଠିକ୍ ଅଛି, ତା ପାଇଁ କେହି ବ୍ୟସ୍ତ ହେବା ଦରକାର ନାହିଁ। ତାହେଲେ ମୋର ର୍ୟାଙ୍କ ପବ୍ଲିକେସନ୍, କାଉନସିଲିଂ, ତାପରେ ଆଡ଼ମିସନ୍ ପରେ ଯାହାର ଯାହା ରିଫଣ୍ଡ ଟଙ୍କା ରହିବ ଏବଂ କେମିତି କ'ଣ ପଢ଼ାପଢ଼ି ଷ୍ଟାର୍ଟ କରିବେ ପିଜି ଫାର୍ଷ୍ଟ ଇୟର୍, ତ ସେସବୁ ରିଗାର୍ଡ଼ିଂ ଏଇଗୁଡ଼ା ଯାହା ବି ନେକ୍ସଟ ପ୍ରୋସେସ୍ ସବୁ ରହିଲା, ମୁଁ ତୁମକୁ ଗୋଟେ ଓଭରାଲି ଆଇଡ଼ିଆ ଦେଇଦେଲି। ତାକୁ ତୁମମାନେ ଆଗାମୀ ଦିନମାନଙ୍କରେ ଧୀରେ ଧୀରେ ମୁଁ ତାକୁ ସବୁ ବୁଝିକା ଯିବି ସମୟ ଅନୁସାରେ। ଠିକ୍ ଅଛି, କାହିଁକିନା ସମୟ ହେଲା ବଳବାନ। ସମୟ ଅନୁସାରେ ସବୁଗୁଡ଼ାକ ତୁମକୁ ଟାଇମ୍ କୁହାଯିବ। ଠିକ୍ ଅଛି, ସମୟକୁ ଜଗିକି ଯେ ସଠିକ୍ ସମୟରେ ଏବଂ ସଠିକ୍ ଦିଗରେ ଯିବ, ସେ ହିଁ ସଫଳ ପାଇବ। ଏମିତିକି ଆମେ ଦେଖିଛୁ ପୂର୍ବ ବର୍ଷମାନଙ୍କରେ 25, 26, 30 ପିଲା ବି ଗୋଟେ ଲାଷ୍ଟ ପର୍ଯ୍ୟନ୍ତ ତାଙ୍କୁ ଗାଇଡ଼ କରାଯାଏ, ଯାହାଦ୍ୱାରା ସେମାନେ ୟୁନିଭର୍ସିଟି ପାଇଯାଇଥାନ୍ତି। ଲେଟ୍ ହଉ ବରଂ ପାଇଯାଇଥାନ୍ତି। ତୁମେ ପ୍ରିଭିୟସ୍ ଇୟର୍ କଟ୍ ଅଫ୍ ଭିଡ଼ିଓକୁ ଦେଖିବ ଯଦି ଏଣ୍ଡ ସ୍କ୍ରିନ୍ରେ ଦେଉଛି ଲାଷ୍ଟ 4 ବର୍ଷର କଟ୍ ଅଫ୍। ଠିକ୍ ଅଛି, ଯେଉଁଟାକି ମୁଁ ତୁମକୁ ଆଜି ସକାଳେ ଅପଲୋଡ଼ କରିଥିଲି ପ୍ରାୟ। ତାକୁ ଯଦି ଦେଖିବ ତୁମେ ନିଜେ ଜାଣିପାରିବ 25, 26, 30ରେ ମଧ୍ୟ ୟୁନିଭର୍ସିଟି ପିଲା ପାଆନ୍ତି, ଯେଉଁଟାକି ସେମାନଙ୍କର ପ୍ରୋସେସ୍ରେ ଯାଆନ୍ତି ବା ଠିକ୍ ଦିଗରେ ଯାଆନ୍ତି, ତ ସେଥିପାଇଁ ପାଇଥାନ୍ତି। ତ ଏଇଟା ଥିଲା ତୁମର କିଛି ଓଭରାଲି ଆଇଡ଼ିଆ। ପ୍ରାୟତଃ ସମସ୍ତଙ୍କର କିଛି ଆଇଡ଼ିଆ ମିଳିଥିବ ନେକ୍ସଟ କ'ଣ ସବୁ ପ୍ରୋସେସ୍ ରହିବ। ଠିକ୍ ଅଛି, ବାକି ରହିଲା କେବେ ଆସିବ ର୍ୟାଙ୍କ, କେବେ କାଉନସିଲିଂ ହେବ, କ'ଣ କେମିତି କରିବେ, ସେସବୁ ରିଗାର୍ଡ଼ିଂ ଆମେ ଆଗାମୀ ଦିନମାନଙ୍କରେ କଥା ହେବା। ରହିଲି, ନମସ୍କାର, ଜୟ ଜଗନ୍ନାଥ।